ଜୟ ଜଗନ୍ନାଥ ସାଙ୍ଗମାନେ। ମୁଁ 9ଟା 40ରେ ଟ୍ରେଡ୍ ନେଇଥିଲି। ଟ୍ରେଡ୍ ନେଲା ପରେ ସବୁ ଷ୍ଟପ୍ ଲସ୍ 2% ସବୁ ଷ୍ଟପ୍ ଲସ୍ ଦେଇଥିଲି। ଷ୍ଟପ୍ ଲସ୍ 2ଟା ହିଟ୍ କରିଛି ଅଲରେଡ଼ି, 2ଟା ଷ୍ଟପ୍ ଲସ୍ ହିଟ୍ ହେଇଗଲା। ଆଉ ବାକି ସବୁ ମାଇନସ୍ରେ ଚାଲିଛି। କିନ୍ତୁ ଏଥିରେ ଗୋଟେ ଟ୍ରେଡ୍ ଅପର୍ ସର୍କିଟ୍ ହେଇଛି। ସେଟା ହେଉଛି ଜି ଏଣ୍ଟରଟେନ୍ କର୍ପୋରେସନ୍। ମୁଁ ଷ୍ଟପ୍ ଲସ୍ ହଟେଇଦେଲି। ଷ୍ଟପ୍ ଲସ୍ ନ ହଟେଇଲେ ଏକ୍ଜିଷ୍ଟ ମାରି ହେବନି, ତେଣୁକରି ମୁଁ ଷ୍ଟପ୍ ଲସ୍ ହଟେଇଦେଲି। ଷ୍ଟପ୍ ଲସ୍ ହଟେଇ ସାରିଲା ପରେ ମୁଁ ବର୍ତ୍ତମାନ IRDA ଆଉ ଯେଉଁ ସବୁ ଷ୍ଟକ୍ ଗୁଡ଼ାକ ଅଛି ଜି ଏଣ୍ଟରଟେନ୍ କର୍ପୋରେସନ୍କୁ ଛାଡ଼ି ଦେଇକି ବାକି ଯେତିକି ଷ୍ଟକ୍ ଅଛି ସବୁ ଏକ୍ଜିଷ୍ଟ ମାରିବି। ତାକୁ କେମିତି ମୁଁ ଅପର୍ ସର୍କିଟ୍ ଅଛି ନା, ମୁଁ ତାଠାରୁ ମାନେ ଅଧିକରୁ ଅଧିକ ଲାଭ ପାଇବା ପାଇଁ ଚାହିଁବି କି ନାହିଁ। ଯେହେତୁ ସେ ଅପର୍ ସର୍କିଟ୍ ଅଛି, ମୁଁ କ'ଣ କରିବି ନା ତାକୁ ହୋଲ୍ଡ କରିଦେବି। ହୋଲ୍ଡ ମାନେ ବହୁତ ଦିନ ପାଇଁ ହୋଲ୍ଡ, ଯେମିତି ଲଙ୍ଗ୍ ଟର୍ମରେ ମୁଁ ହୋଲ୍ଡ କରିପାରିବି। ତାକୁ କନଭର୍ଟ ପୋଜିସନ୍ ମୁଁ ଆଜି କେମିତି କରୁଛି ଆପଣମାନେ ଦେଖିବେ। ଦେଖ, ଏଇଟା ହେଉଛି IRDA। ଉପରକୁ ଯାଇଥିଲା ଯେ, କିନ୍ତୁ ମାଇନସ୍ ସବୁଦିନ କ'ଣ ପ୍ଲସ୍ ହେବ ବୋଲି ମାନେ ଅଛି, କିନ୍ତୁ ମାଇନସ୍ ଯଦି ପ୍ଲସ୍ ହେଉଛି ସେଟାକୁ ମାନେ ସ୍ୱୀକାର କରିବାର ଅଛି। ନାଇଁ ମୁଁ ଲସ୍ କରିପାରିବିନି, ମୁଁ ସବୁ ଜାଣିଛି ମୁଁ ଲସ୍ ହେବନି, ସେଇଟା ଭାବିଲେ ବହୁତ ବଡ଼ ଲସ୍ ହେଇଯିବ। ଲସ୍ ହେଉଛି ମାନେ ସେଟା ମାନିକି ଚାଲିବାକୁ ପଡ଼ିବ। ନାଇଁ ଆଜି ଲସ୍ ହେଇଛି କାଲି ଲାଭ ହେବ, କିନ୍ତୁ ଅଧିକ ତୁମ ଲାଭ ହେବା ଦରକାର। ବର୍ତ୍ତମାନ ସବୁ ଷ୍ଟକ୍ ଏକ୍ଜିଷ୍ଟ ମାରିବି। ମାରିସାରିଲା ପରେ ଏ ଯେଉଁ ଆମର ଜେନ୍ଟେକ୍ଟାକୁ ମୁଁ ହୋଲ୍ଡ କରିବି, ଲଙ୍ଗ୍ ଟର୍ମ ପାଇଁ ହୋଲ୍ଡ କରିବି। କେମିତି ହୋଲ୍ଡ କରୁଛି ସେଇଟା ଦେଖ। ଅପର୍ ସର୍କିଟ୍ ହେଇଯାଇଛି ଅଲରେଡ଼ି ଜେନ୍ଟେକ୍, ମାନେ ଆଉ ସେଲର୍ ନାହାନ୍ତି, ସବୁ ବାୟର୍ ହେଇଯାଇଛନ୍ତି। ତୁମେ ଟ୍ରେଡ୍ କରୁଥିବ ଦିନେ ଦିନେ, ମୁଁ ଟାର୍ଗେଟ୍ ଦେଉନି। ଏଇ ଯେଉଁ ମୁଁ ଷ୍ଟ୍ରାଟେଜି ଆପ୍ଲାଏ କରୁଛି, କୌଣସି ଟାର୍ଗେଟ୍ ଦେଉନି। ବର୍ତ୍ତମାନ ମୁଁ 4ଟାକୁ ଏକ୍ଜିଷ୍ଟ ମାରିଦେଲି, କେବଳ ଜେନ୍ଟେକ୍କୁ ଛାଡ଼ିଦେବି, ଜି ଏଣ୍ଟରଟେନ୍ ଏଇଟାକୁ ମୁଁ ଛାଡ଼ି ଦେଇକି ବାକି ସବୁ ଏକ୍ଜିଷ୍ଟ ମାରିଦେଲି। ମାରିସାରିଲା ପରେ ଏଇଟାକୁ ମୁଁ ମାନେ କେମିତି ଲଙ୍ଗ୍ ପୋଜିସନ୍ କରୁଛି ଦେଖ। ବର୍ତ୍ତମାନ ତଳେ ଅପସନ୍ ଆସୁଛି କ'ଣ, କନଭର୍ଟ ପୋଜିସନ୍। କେତେ 3ଟା ସେୟାର୍ ମାତ୍ର କିଣିଛି। ଏହାର ଭ୍ୟାଲୁ କେତେ, 1621 ଟଙ୍କା ଅଛି ବର୍ତ୍ତମାନ। ମୁଁ 3ଟା ସେୟାର୍ କ'ଣ କରିବି ନା, ଏଇଟାକୁ ଲଙ୍ଗ୍ ପୋଜିସନ୍ କରିଦେବି। ଏଇଟାକୁ ଏଇଠି କନଭର୍ଟ ପୋଜିସନ୍ ଟୁ ଲଙ୍ଗ୍ ହୋଲ୍ଡିଂ ହେଇଗଲା। ଏବେ ମୁଁ ଯେତେ ଦିନ ପାରିବି ରଖିପାରିବି। ଇଏ କନଭର୍ଟ ପୋଜିସନ୍ରେ କ'ଣ ହେବ ନା, ନେକ୍ସଟ ଡେ ଶୋ କରିବ। ତା ପରଦିନ ଗୋଟେ ଦିନ ଛାଡ଼ିକି ଆଉ ଗୋଟେ ଦିନ ଆଉ ଶୋ କରିବନି, କିନ୍ତୁ 4 ନମ୍ବର ଡେ ଆପଣଙ୍କ ଆକାଉଣ୍ଟକୁ ପଳେଇ ଆସିବ। ମାନେ ଏ ଯେଉଁ ଆମର ଡିମାର୍ଟ ଆକାଉଣ୍ଟକୁ ମେସେଜ୍ ଆସିବ ଯେ ଆପଣଙ୍କ ନାଁରେ ଜେନ୍ଟେକ୍ରେ 3ଟା ସେୟାର୍ ଲିଷ୍ଟେଡ୍ ହେଲା କି ଡିମାର୍ଟ ଆକାଉଣ୍ଟରେ। କିନ୍ତୁ ଗୋଟେ ଦିନ ରହିଲା, ଏଇଟା ହୋଲ୍ଡ ହେଇକି ରହିଲା। ସେକେଣ୍ଡ ଦିନ ତୁମକୁ ଶୋ କରିବ, ହୋଲ୍ଡ ଶୋ କରିବ, କିନ୍ତୁ 3 ନମ୍ବର ଦିନ ତୁମକୁ ଶୋ କରିବନି। ତୁମେ ସେଇଠି ଘବରେଇ ଯିବନି, ଜାଣିବ ଯେ ନାଇଁ ଅଛି, ସେଇଟା ଗୋଟେ ମେସେଜ୍ ଆସିବ ଯେ ସେଟଲମେଣ୍ଟ ହେଇପାରୁନି। ସେଇଟା ସେମିତି ଆସେ, କିନ୍ତୁ ଆପଣଙ୍କ ନାଁରେ ଷ୍ଟକ୍ଟି ହେଇଯିବ।